ଆଗାମୀ 24 ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା, ହନ୍ତସନ୍ତ ହେବେ ଲୋକ, ଚିନ୍ତାରେ ପଡ଼ିଛନ୍ତି ଚାଷୀ। ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି। ସେପଟେ ଆଜି ସକାଳୁ ପୁରୀ, ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା ଜିଲ୍ଲା ସମେତ ରାଜଧାନୀ ଭୁବନେଶ୍ୱରରେ କିଛି ଅଞ୍ଚଳରେ ଲାଗି ରହିଛି ହାଲୁକା ବର୍ଷା। ସମୁଦ୍ର ଅଶାନ୍ତ ରହିଛି, ତେଣୁ ଆଜି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଯିବାକୁ ମନା କରାଯାଇଛି। ସେପଟେ ଦୁର୍ବଳ ହେଉଛି ବାତ୍ୟା ମିଚାଉଁ। ଏହାର ପ୍ରଭାବରେ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ନୟାଗଡ଼ ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଛି, ଫଳରେ ଜନଜୀବନ କିଛିଟା ପ୍ରଭାବିତ ହୋଇଛି। ଜଗତସିଂହପୁର ଜିଲ୍ଲାରେ ସକାଳୁ ଝିପିଝିପି ବର୍ଷା ଲାଗି ରହିଛି, ଯାହାକୁ ନେଇ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଧାନ ଫସଲ ଅମଳ ସମୟରେ ଦାଉ ସାଜିଛି ବର୍ଷା। ଅଧିକ ବର୍ଷା ହେଲେ ଧାନ ଫସଲ ଗଜା ହୋଇଯିବ ନେଇ ଆଶଙ୍କା କରିଛନ୍ତି ଚାଷୀ। ଓଡ଼ିଶାରେ ବାତ୍ୟା ମିଚାଉଁର ପ୍ରଭାବ। ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗତକାଲିଠାରୁ ବର୍ଷା ଲାଗି ରହିଛି। ଧାନ ଫସଲ ବ୍ୟାପକ ନଷ୍ଟ ହୋଇଛି। ଜିଲ୍ଲାର ଅନେକ ଅଞ୍ଚଳର ଚାଷୀମାନେ ଧାନକୁ କାଟି ସାଇତି ରଖିଲେ ମଧ୍ୟ ତାହା ଅଦା ହୋଇଯାଇଛି। କଳାହାଣ୍ଡି ଜିଲ୍ଲାରେ ଗତକାଲିଠାରୁ ମେଘୁଆ ପାଗ ସହ ଲାଗି ରହିଛି ଝିପିଝିପି ବର୍ଷା। ଏଥିରେ ବେଶ୍ ପ୍ରଭାବିତ ହୋଇଛି ଚାଷୀ। ସେପଟେ ଦୁର୍ବଳ ହୋଇଛି ବାତ୍ୟା ମିଚାଉଁ। ଅବପାତରେ ପରିଣତ ହେଲା ବାତ୍ୟା ମିଚାଉଁ। ଘଣ୍ଟାକୁ 11 କିଲୋମିଟର ବେଗର ଉତ୍ତର ଦିଗରେ ଗତି କରି ଛତିଶଗଡ଼ ମୁହାଁ ହୋଇସାରିଛି। ଆଉ କିଛି ଘଣ୍ଟା ପରେ ସଦୃଶ ଲଘୁଚାପରେ ପରିଣତ ହେବ। ଛତିଶଗଡ଼ ମୁହାଁ ହେଲେ ବି ଓଡ଼ିଶାରେ ବର୍ଷା ରହିବ। ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି। ଭୀଷଣ ସାମୁଦ୍ରିକ ଝଡ଼ ମିଗ୍ଚାଉଁ କ୍ରମେ ଦୁର୍ବଳ ହୋଇ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି। 3 ଘଣ୍ଟା ଧରି ଚାଲିଥିବା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆନ୍ଧ୍ର ଓ ତାମିଲନାଡୁ ଉପକୂଳ, ଖାସ୍ କରି ଚେନ୍ନାଇରେ ସୃଷ୍ଟି ହୋଇଛି ବାତ୍ୟା ପରିସ୍ଥିତି। ପବନ କମିବା ପରେ ଆରମ୍ଭ ହୋଇଯାଇଛି ରେସ୍କ୍ୟୁ ଅପରେସନ୍। ବାତ୍ୟା ମିଚାଉଁ ପ୍ରଭାବରେ ଓଡ଼ିଶାର ସମସ୍ତ ଜିଲ୍ଲାରେ ଝିପିଝିପି ବର୍ଷା ଲାଗି ରହିଛି।